ସୁଭଦ୍ରା ଯୋଜନାର ବଡ଼ ଖବର। ସୁଭଦ୍ରା ଯୋଜନାରେ ମିଳିବ ଆଉ 500 ଟଙ୍କା। ଜାଣନ୍ତୁ କେଉଁମାନେ ପାଇବେ। ତେବେ ଆମ ଚ୍ୟାନେଲରେ ନୂଆ ଥିଲେ ପ୍ରଥମେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍ ଉପରେ କ୍ଲିକ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ, ଯାହାଫଳରେ ଆମ ଲାଟେଷ୍ଟ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଆକାଉଣ୍ଟକୁ ଆସିବା ପରେ ମହିଳାମାନଙ୍କର ଖୁସି କହିଲେ ନ ସରେ। ଯେଉଁଠୁ ସୁଭଦ୍ରା ଟଙ୍କା ପାଇଁ ବ୍ୟାଙ୍କ ସାମ୍ନାରେ ଭିଡ଼ ଲଗାଇଲେଣି, ତ ଆଉ କେଉଁଠି ଏଟିଏମ୍ ସାମ୍ନାରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ଯେଉଁମାନଙ୍କ ଆକାଉଣ୍ଟକୁ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ଆସିନାହିଁ, ସେମାନେ ବର୍ତ୍ତମାନ ଦ୍ୱନ୍ଦ୍ୱରେ ଅଛନ୍ତି। ସେମାନଙ୍କୁ ଟଙ୍କା ମିଳିବ ନା ନାହିଁ, ଏମାନଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ବାରମ୍ବାର ସ୍ପଷ୍ଟୀକରଣ କରୁଥିବା ବେଳେ ଅନେକଙ୍କ ମନରେ ପ୍ରଶ୍ନବାଚ ସୃଷ୍ଟି ରହିଛି। ଏହାକି ଭିତରେ ଗଣମାଧ୍ୟମର ସାମ୍ନାରେ ଏକ ବଡ଼ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା। ସେ ହେଉଛନ୍ତି, ଯେଉଁମାନେ ଆକାଉଣ୍ଟକୁ ସୁଭଦ୍ରା ଟଙ୍କାର ପ୍ରଥମ କିସ୍ତି ଆସିନାହିଁ, ସେମାନେ କୌଣସି ଆଶ୍ଚର୍ଯ୍ୟ ହେବାର ଆବଶ୍ୟକତା ନାହିଁ। ସେ ଟଙ୍କା କେହି ଫେରାଇ ନେବେ ନାହିଁ। ସୁଭଦ୍ରା ଟଙ୍କା ଫେରିଯିବ ବୋଲି କିଛି ଖବର ଗଣମାଧ୍ୟମରେ ଚାଲୁଛି। ଏଭଳି ଗୁଜବ ଖବରକୁ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଚିନ୍ତିତ ହୋଇ ଅର୍ଥାତ୍ ବ୍ୟାଙ୍କ ବା ଏଟିଏମ୍ ସାମ୍ନାରେ ଗହଳି କରିବାର ଆବଶ୍ୟକତା ନାହିଁ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିନାହିଁ, ସେମାନଙ୍କୁ ଖୁବ୍ ଶୀଘ୍ର ଟଙ୍କା ମିଳିବ ଏବଂ ବ୍ୟକ୍ତିଗତ ହୁଅନ୍ତୁ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ପଷ୍ଟ କରିଛନ୍ତି। ଏହାସହ ସବୁଠାରୁ ବଡ଼ କଥା ହେଉଛି ସୁଭଦ୍ରା ଯୋଜନାରେ ମିଳୁଛି 500 ଟଙ୍କା ବୋନସ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଯେଉଁ ମହିଳାମାନେ ସୁଭଦ୍ରା ଅର୍ଥ ରାଶିକୁ ଡିଜିଟାଲି କରିବେ, ସେମାନଙ୍କୁ ଏହି ବୋନସ୍ ମିଳିବ, ଯାହା ଆପଣମାନଙ୍କର ଆକାଉଣ୍ଟକୁ ଯାଉଛି। ସେତେବେଳେ ଚାହିଁବେ ଖର୍ଚ୍ଚ କରିପାରିବେ। ଡିଜିଟାଲ ଖର୍ଚ୍ଚ କଲେ ଆଉ 500 ଟଙ୍କା ବୋନସ୍ ହିସାବରେ ମିଳିବ। ଡିଜିଟାଲ ବ୍ୟବହାର ଉପରେ ସରକାର ପ୍ରୋତ୍ସାହନ ଦେଇଛନ୍ତି। ପ୍ରାୟ 25,11,000 ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରାର ପ୍ରଥମ କିସ୍ତି ଯାଇଛି ଏବଂ ଏହି ଅର୍ଥ ମହିଳାଙ୍କ ନିଜସ୍ୱ। ମହିଳା ଯେଭଳି ଚାହିଁବେ ଖର୍ଚ୍ଚ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବ୍ୟୁରୋ ରିପୋର୍ଟ, ବିଜୟଲକ୍ଷ୍ମୀ ନ୍ୟୁଜ୍।